ଭଗବାନ ଶିବଙ୍କର ମନ୍ଦିରରେ କାହିଁକି ବ୍ରାହ୍ମଣମାନେ ପୂଜା କରନ୍ତି? କାହିଁକି ତାଙ୍କୁ ମାଳିମାନେ ପୂଜା କରନ୍ତି? ଦର୍ଶକ ବନ୍ଧୁ, ଏମିତି କ'ଣ ହେଲା ଯେ କିଏ ଅଭିଶାପ ଦେଲା ଯେ ଭଗବାନ ଶଙ୍କରଙ୍କୁ ମାଳିମାନେ ପୂଜା କରୁଛନ୍ତି, ବ୍ରାହ୍ମଣମାନେ ପୂଜା କରୁଛନ୍ତି? ଆପଣମାନେ ମଧ୍ୟ ଯାଇ ଆମ କପିଳାସରେ ଦେଖିପାରିବେ, ସେଠି କୌଣସି ବ୍ରାହ୍ମଣମାନେ ପୂଜା କରନ୍ତି ନାହିଁ, ମାଳିମାନେ ହିଁ ପୂଜା କରନ୍ତି ଭଗବାନ ଶଙ୍କର। ତ ଦର୍ଶକ ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଭିଡ଼ିଓକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଦର୍ଶକ ବନ୍ଧୁ, ଦିନେ ଋଷି ବିଶ୍ୱାମିତ୍ର ସେ ସ୍ୱର୍ଗପୁରକୁ ଯାଇଥିଲେ ଭଗବାନ ନାରାୟଣଙ୍କୁ ଦର୍ଶନ କରିବା ପାଇଁ। ତ ସେ ଯାଇ ଭଗବାନ ନାରାୟଣକୁ ଦର୍ଶନ କରି ସେ ଫେରୁଥିଲେ। ଫେରିବା ବାଟରେ ଭଗବାନ ଶଙ୍କରଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଯେତେବେଳେ ଭେଟ ହୋଇଥିଲା, ସେ ଶଙ୍କରଙ୍କୁ ଦେଖି ପ୍ରଣାମ କଲେ ଏବଂ ଭଗବାନ ଶଙ୍କର ବିଶ୍ୱାମିତ୍ରଙ୍କୁ ଦେଖି ପ୍ରଣାମ କଲେ ଏବଂ ଭଗବାନ ଶଙ୍କର ବିଶ୍ୱାମିତ୍ରଙ୍କୁ ପଚାରିଲେ, ତୁମେ କୁଆଡ଼େ ଯାଇଥିଲ? ସେ କହିଲେ, ମୁଁ ଯାଇଥିଲି ଭଗବାନ ନାରାୟଣଙ୍କୁ ଦର୍ଶନ କରିବା ପାଇଁ। ସେ କହିଲେ, କ'ଣ ଆଣିଛ? ଭଗବାନଙ୍କର ଯେ ଉଦ୍ଦିଷ୍ଟ ଭୂମି ବା ନିର୍ମାଲ୍ୟ। ତ ଭଗବାନ ଶଙ୍କର ତାଙ୍କୁ ମାଗିଲେ, କହିଲେ, ଆଉ ମୋତେ ଟିକେ ଦିଅ, ଭଗବାନଙ୍କର ନିର୍ମାଲ୍ୟ ଟିକେ ମୁଁ ପାଇବି। ତ ଯେତେବେଳେ ଭଗବାନ ଶଙ୍କର ମାଗିଲେ, ଋଷି ବିଶ୍ୱାମିତ୍ର ତାଙ୍କ ପାଖରୁ କିଛି ନିର୍ମାଲ୍ୟ ଭଗବାନ ଶଙ୍କରଙ୍କୁ ଦେଲେ। ସେହି ନିର୍ମାଲ୍ୟ ଟିକକ ଭଗବାନ ଶଙ୍କର ଖାଇ ସେ ଏତେ ଖୁସି ହୋଇଗଲେ, ନିଜରେ ଯେମିତି କୁହନ୍ତି ସେ ଆଉ ନିଜକୁ ସମ୍ଭାଳି ପାରିଲେ ନାହିଁ। ସଙ୍ଗେ ସଙ୍ଗେ ନୃତ୍ୟ କରିବା ପାଇଁ ଆରମ୍ଭ କଲେ ଏବଂ ତାଣ୍ଡବ କଲେ। ତ ସେହି ସମୟରେ ସେ ବହୁତ ଖୁସି ଥିଲେ। ଯେତେବେଳେ ଭଗବାନ ଶଙ୍କର ଏହିଭଳି ନୃତ୍ୟ କଲେ, ମାତା ପାର୍ବତୀ ସେ ବି ଜାଣିପାରିଲେ। ସେ ଆସି ଭଗବାନ ଶଙ୍କରଙ୍କ ନିକଟରେ ଭଗବାନ ଶଙ୍କରଙ୍କୁ ପଚାରିଲେ, ତୁମେ ଏତେ ଖୁସିରେ କାହିଁକି ନାଚୁଛ? ତ ସେତେବେଳେ ମାତା ପାର୍ବତୀକୁ ଭଗବାନ ଶଙ୍କର କହିଲେ, ଏହି ବାଟ ଦେଇ ବିଶ୍ୱାମିତ୍ର ଋଷି ଯାଇଥିଲେ ଭଗବାନ ନାରାୟଣଙ୍କୁ ଦର୍ଶନ କରିବା ପାଇଁ। ସେ ଦର୍ଶନ କରି ତାଙ୍କର ଭୋଗ ବା ଉଦ୍ଦିଷ୍ଟ ନିର୍ମାଲ୍ୟ ଆଣିଥିଲେ। ତାକୁ ଖାଇଲା ପରେ ମୋ ଶରୀର ପୁରା ଖୁସିରେ ନାଚୁଛି। ତ ଏହି କଥା ଯେତେବେଳେ କହିଲେ, ମାତା ପାର୍ବତୀ ରାଗିଗଲେ। ସେ କହିଲେ, ପ୍ରଭୁ, ଆପଣ ଜାଣିଥିବେ, ମନେ ଅଛି ଆପଣଙ୍କର, ଆପଣଙ୍କୁ ମୁଁ କହିଥିଲି ଯେ ଆପଣ ଯାହା ଖାଇଲେ ମୋତେ ସବୁବେଳେ ଆପଣଙ୍କ ଅଇଁଠାରୁ କିଛି ଦେବେ। ଆପଣଙ୍କ ଅଇଁଠାରୁ ହିଁ ଖାଇଲେ ମୋର ତୃପ୍ତି ହେବ। ତ ମୋତେ ଦେଲେ ନାହିଁ କାହିଁକି? ତ ମୋତେ ଯେହେତୁ ଦେଲେ ନାହିଁ, ମୁଁ ଆଜି ତୁମକୁ ଅଭିଶାପ ଦେଉଛି, ତୁମକୁ ଏ ପୃଥିବୀରେ କୌଣସି ବ୍ରାହ୍ମଣ ପୂଜା କରିବେ ନାହିଁ। ତ ସେ ଅଭିଶାପ ଦେଲେ ମାତା ପାର୍ବତୀ ଯେ ଭଗବାନ ଶଙ୍କରଙ୍କୁ ଆଉ କେହି ବ୍ରାହ୍ମଣ ପୂଜା କରିବେ ନାହିଁ। ସେହିଦିନ ଠାରୁ ଭଗବାନ ଶଙ୍କରଙ୍କୁ ବ୍ରାହ୍ମଣମାନେ ପୂଜା କରନ୍ତି ନାହିଁ, ସବୁବେଳେ ମାଳିମାନେ ହିଁ ପୂଜା କରନ୍ତି। ତ ଆପଣମାନେ ମାତା ଧୂମାବତୀଙ୍କ କାହାଣୀ ମଧ୍ୟ ଶୁଣିଥିବେ। ସେମିତି ଦିନେ ଭଗବାନ ଶଙ୍କରଙ୍କ ଘରକୁ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ନାରାୟଣ ଯାଇଥାନ୍ତି। ତ ସେହି ସମୟରେ ଭଗବାନ ନାରାୟଣ ଏବଂ ଶଙ୍କର ସେ ବସି ଗପସପ ହେଉଥାନ୍ତି ଏବଂ ଲକ୍ଷ୍ମୀ ମାତା ପାର୍ବତୀ ଦୁହେଁ ମିଶି ତାଙ୍କର ଖାଇବା ପାଇଁ ଆୟୋଜନ କରୁଥାନ୍ତି। ତ ତାଙ୍କୁ ଯେତେବେଳେ ଖାଇବା ସରିଲା, ଭଗବାନ ଶଙ୍କର ଏବଂ ଭଗବାନ ନାରାୟଣଙ୍କୁ ବସାଇ ସମସ୍ତ ଭୋଜନ ଦେଲେ। ତ ସେ ଦୁଇ ଜଣ ଯାକ ଏତେ ଖୁସି ଥିଲେ ଯେ ସେ ସବୁ କିଛି ଖାଇଦେଲେ, ଆଉ ରଖିଲେ ନାହିଁ। କିନ୍ତୁ ଭଗବାନ ନାରାୟଣ ମାତା ଲକ୍ଷ୍ମୀଙ୍କ ପାଇଁ ଅଳ୍ପ ଦିଟା ରଖିଥାନ୍ତି ତାଙ୍କ ପାତ୍ରରେ, ଥାଳିରେ। ତ ହେଲେ ଶଙ୍କର ଏତେ ଖୁସି ଥିଲେ ଯେ ସେ ତାଙ୍କର ଆଉ ମନେ ନାହିଁ ମାତା ପାର୍ବତୀଙ୍କ କଥା, ସିଏ ରଖିଲେ ନାହିଁ, ସବୁ ଖାଇଦେଇ ତ ଶେଷରେ କଦଳୀପତ୍ର ଘୋଡ଼େଇ ଦେଇଥିଲେ। କୁହାଯାଏ ଯେ ଯେଉଁ
ପାତ୍ରରେ କିଛି ଜିନିଷ ଥାଏ ବା ଯେଉଁ ଥାଳିରେ କିଛି ଜିନିଷ ଥାଏ ସେଇଠାରେ କେବଳ ହିଁ କଦଳୀପତ୍ର ଗୁଡ଼ାଯାଏ। ତ ଭଗବାନ ନାରାୟଣଙ୍କର ଯେହେତୁ ଥିଲା ତ ସିଏ କଦଳୀପତ୍ର ଗୁଡ଼ା ହୋଇଥିଲା। କିନ୍ତୁ ଭଗବାନ ଶଙ୍କର ଯେଉଁଠାରେ ଖାଇଥିଲେ ତାଙ୍କର କିଛି ନଥିଲା, କିନ୍ତୁ ସେ ମଧ୍ୟ କଦଳୀପତ୍ର ଘୋଡ଼ାଇ ଦେଇଥିଲେ। ତ ଯେତେବେଳେ ଭଗବାନ ଶଙ୍କର ଏବଂ ନାରାୟଣ ସେହି ସ୍ଥାନରୁ ଉଠି ପଳାଇଲେ ସେତେବେଳେ ନନ୍ଦୀ ଆସି ସେ ଦୁଇଟି ଥାଳି ନେଇଗଲା। ନାରାୟଣଙ୍କ ଥାଳିକୁ ନେଇକି ଲକ୍ଷ୍ମୀଙ୍କୁ ଦେଲା ଏବଂ ମାତା ପାର୍ବତୀଙ୍କ ଥାଳିକୁ ନେଇ ଯେଉଁ ଭଗବାନ ଶଙ୍କରଙ୍କ ଥାଳିକୁ ନେଇ ପାର୍ବତୀଙ୍କୁ ଦେଲା। ତ ଯେତେବେଳେ ମାତା ଲକ୍ଷ୍ମୀ ଦେଖିଲେ ଯେ ଭଗବାନ ନାରାୟଣ କିଛି ଛାଡ଼ିଛନ୍ତି, ସେ ଖାଇକି ତାକୁ ତୃପ୍ତ ହୋଇଗଲେ ଏବଂ ନାରାୟଣଙ୍କ ସହିତ ସେ ବୈକୁଣ୍ଠକୁ ପୁନର୍ଗମନ କଲେ। ତ ଯେତେବେଳେ ମାତା ପାର୍ବତୀ ଦେଖିଲେ ଥାଳିରେ କିଛି ନାହିଁ, ସେ ଭୋକରେ ପୁରା ବିକଳ ହୋଇଗଲେ। ସେ ଯେତେବେଳେ ଦେଖିଲେ ଯାଇ ତାଙ୍କ ପାକଶାଳାରେ କୌଣସି ଖାଦ୍ୟ ପଦାର୍ଥ ନାହିଁ। ତ ସେ ଭଗବାନ ଶଙ୍କରଙ୍କୁ ଖୋଜିଲେ ମଧ୍ୟ ତାକୁ କେଉଁଠି ପାଇଲେ ନାହିଁ। ଭଗବାନ ଶଙ୍କର ଯାଇ ସମାଧିଚେଷ୍ଟ ହୋଇଯାଇଥିଲେ। ତ ସେହି ସମୟରେ ସେ ଏକାନ୍ତ କାନନ ପାଖାପାଖିରେ ଯେତେ ଜଙ୍ଗଲ ଥିଲା, ଯେତେ ପଶୁ ପକ୍ଷୀ ସବୁକିଛି ସେ ଭୋକ ବିକଳରେ ସବୁ ଆହାର କରିଦେଇଥିଲେ। ଯେତେବେଳେ ସବୁ ଆହାର କରିଦେଇଥିଲେ କିନ୍ତୁ ତଥାପି ମଧ୍ୟ ତାଙ୍କ ପେଟ ପୁରି ନଥିଲା, ତାଙ୍କ କ୍ଷୁଧା ଶାନ୍ତ ହୋଇନଥିଲା। ସେ ଭଗବାନ ଶଙ୍କରଙ୍କ ନିକଟକୁ ଗଲେ, ଭଗବାନ ଶଙ୍କରକୁ ବାରମ୍ବାର ଡାକିଲେ, କିନ୍ତୁ ଭଗବାନ ଶଙ୍କର ତାଙ୍କ ଡାକ ଶୁଣିଲେ ନାହିଁ। କାରଣ ଯେହେତୁ ସେ ଖୁସି ଥିଲେ ଏବଂ ସମାଧିନିଷ୍ଠ ହୋଇଯାଇଥିଲେ, ସେ ଆଉ ମାତା ପାର୍ବତୀଙ୍କର ଡାକ ତାଙ୍କ କର୍ଣ୍ଣରେ ବାଜିଲା ନାହିଁ, ସେ ଶୁଣିଲେ ନାହିଁ। ତ ମାତା ପାର୍ବତୀ କ୍ରୋଧବର ହୋଇ ରାଗ ଜର୍ଜରିତ ରାଗରେ ସେ ଭଗବାନ ଶଙ୍କରଙ୍କୁ ଗିଳିଦେଲେ। ସେ ସିନା ଭଗବାନ ଶଙ୍କରଙ୍କୁ ଗିଳିଦେଲେ, କିନ୍ତୁ ଆପଣମାନେ ଜାଣିଥିବେ ଭଗବାନ ଶଙ୍କର ବିଷ ପିଇଥିଲେ, ଯେଉଁକି ହଳାହଳ ବିଷ ସମୁଦ୍ର ମନ୍ଥନ ବେଳେ ବାହାରିଥିଲା। ସେହି ବିଷକୁ ଭଗବାନ ଶଙ୍କର ପାନ କରିଥିଲେ। ଯେତେବେଳେ ସେହି ବିଷ ଭଗବାନ ଶଙ୍କରଙ୍କ ସହିତ ମାତା ପାର୍ବତୀ ଗିଳିଦେଲେ, ସେତେବେଳେ ସେ ବିଷର ଜ୍ୱାଳାକୁ ମାତା ପାର୍ବତୀ ସମ୍ଭାଳି ନପାରି ପୁନର୍ବାର ଓକାଳି ଦେଲେ। ଯେତେବେଳେ ଓକାଳି ଦେଲେ, ଭଗବାନ ଶଙ୍କର ସେତେବେଳେ କ୍ରୋଧବର ହୋଇ ସେ ମାତା ପାର୍ବତୀଙ୍କୁ ଅଭିଶାପ ଦେଲେ, ତୁମେ ଏମିତି କେମିତି କଲ? ମୁଁ ଥାଉ ଥାଉ ତୁମେ ବିଧବା ହୋଇଗଲ, ତ ତୁମେ ଆଜିଠାରୁ ବିଧବା ରୂପରେ ପୂଜା ପାଅ। ତ ମାତା ପାର୍ବତୀଙ୍କୁ ସେହିଦିନଠାରୁ ଭଗବାନ ଶଙ୍କର ବିଧବା କରିଦେଇଥିଲେ ଏବଂ ମାତା ପାର୍ବତୀ ଆଜି ବି ମଧ୍ୟ ବିଧବା ରୂପରେ ପୂଜା ପାଉଛନ୍ତି। ଯଦି ଆପଣମାନେ ଜାଣିବା ପାଇଁ ଚାହୁଁଛନ୍ତି, ଏଗୁଡ଼ା ପବ୍ଲିକରେ ଆନାଉନ୍ସ କରିହେବନି ମାତା ପାର୍ବତୀ କେଉଁଠାରେ ବିଧବା ରୂପରେ ପୂଜା ପାଉଛନ୍ତି ଏବଂ ତାଙ୍କ ନାଁ କ'ଣ। ଆପଣ ଯଦି ଜାଣିବା ପାଇଁ ଚାହୁଁଛନ୍ତି ମୋତେ କମେଣ୍ଟ କରନ୍ତୁ, ମୁଁ ନିଶ୍ଚୟ ଆପଣଙ୍କୁ ରିପ୍ଲାଏ ଦେବି ଯେ ମାତା ପାର୍ବତୀ କେଉଁଠାରେ ବିଧବା ରୂପରେ ପୂଜା ପାଉଛନ୍ତି। ଆପଣ ନିଶ୍ଚୟ ଯାଇକି ମାଆଙ୍କୁ ଦର୍ଶନ କରି ଆପଣଙ୍କର ମନସ୍କାମନା ଜଣାଇ ପାରିବେ। ତ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଏତିକି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ କି ମୋ ଚ୍ୟାନେଲରେ ଯାହା ବି ଏଭଳିଆ ପୌରାଣିକ ରହସ୍ୟମୟ ଭିଡ଼ିଓ ପଡ଼ିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଜୟ ଶ୍ରୀରାମ, ଜୟ ହର ହର ମହାଦେବ।